ବର୍ତ୍ତମାନ ଆମ ଗଣରେ ଉପସ୍ଥିତ ଅଛନ୍ତି ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ବିନାୟକ ମିଶ୍ର ମହୋଦୟ। ବର୍ତ୍ତମାନ ପଚାରିବୁ ଯିବା କଣ କହିବେ ଆଜ୍ଞା? ଚାହୁଁ ଚାହୁଁ ଆଜି 42ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। 42ତମ ପ୍ରତିଷ୍ଠା ଦିବସ ଏବଂ ଆମେ ସ୍ୱର୍ଗତ ଦାସଗୁପ୍ତା ଯିଏକି ଆମ ସାମ୍ବାଦିକ ସଂଘର ପ୍ରତିଷ୍ଠା କରିଥିଲେ ସେ ଦିବଂଗତ ନାହାନ୍ତି ଏବଂ ଯେଉଁମାନେ ଏହି ସଂଘର ପ୍ରତିଷ୍ଠା ଥିଲେ ପ୍ରଫୁଲ୍ଲ ଦାସ, ଦାସଗୁପ୍ତା, ଭିକାରୀ ତ୍ରିପାଠୀ, ମାଧବ ମୋହନ ଦାସ, ସୋମନାଥ ମହାନ୍ତି ପ୍ରମୁଖ ସ୍ୱର୍ଗାରୋହଣ କରିଛନ୍ତି। ତାଙ୍କର ଉଦ୍ଦେଶ୍ୟରେ ଆମେ ଆଜି ଏଠି ସଂଘ ପାଳନ କରୁଛୁ, ଶୋକ ପାଳନ କରୁଛୁ, ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ପାଇଁ କରିଛୁ ଏବଂ ଆମର ବନ୍ଧୁମାନେ ଯେଉଁମାନେ ଏଥିରେ ଉପସ୍ଥିତ ନାହାନ୍ତି ତାଙ୍କ ପାଇଁ ଆମେ ତାଙ୍କର ନିଜେ କାମନା କରୁଛୁ ଏବଂ ସେମାନଙ୍କର ଭଲରେ ରହନ୍ତୁ ଏବଂ ସଂଘ ପାଇଁ ତାଙ୍କ ଭୂମିକା ରହୁ। ଆଜି ତ ବର୍ଷା ଯୋଗୁଁ ଆଜି କୌଣସି କାର୍ଯ୍ୟ ହେଇପାରିଲାନି। ସୁବିଧା ଆମର କେକ୍ କଟା ହେଲା, ହୋମ ଯଜ୍ଞ ହୋମ କାର୍ଯ୍ୟ କରାଗଲା। ବର୍ତ୍ତମାନ ବୃକ୍ଷରୋପଣ କାର୍ଯ୍ୟରେ ଆସି ଆମର ସବୁର ବୃକ୍ଷରୋପଣ ଆଜି ପ୍ରତିଷ୍ଠା ଅବସର କରାଯିବ ଏବଂ ସମସ୍ତଙ୍କ ଶେଷରେ ଧନ୍ୟବାଦ ଦେଇ ଆଜିର କାର୍ଯ୍ୟକ୍ରମ ଭଙ୍ଗ କରୁଛୁ। ଏହାପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ବର୍ତ୍ତମାନ ଆମ ନିକଟରେ ଏହି ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ତଥା ସମାଜର ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ସିଂ ସାମନ୍ତ ଅଛନ୍ତି। ପଚାରିବା କଣ କହିବେ ଆଜ୍ଞା? ସଂଘର ଆଜି 42ତମ ପ୍ରତିଷ୍ଠା ଦିବସ। ଏ ଅବସରରେ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଉଛି। ଦୀର୍ଘ 42 ବର୍ଷ ଧରି ବିଭିନ୍ନ ଅହରହ ସଂଗ୍ରାମ ଜାରି ରହିଛି ସଂଗଠନ କେମିତି ସୁଦୃଢ଼ ହେବା ପାଇଁ ଏବଂ ସାମ୍ବାଦିକ ସଂଘ ଆଜି ଗଠନ ହୋଇଛି। ଏଥିରେ ମାନେ ବହୁ ବରିଷ୍ଠ ସଦସ୍ୟ ଏବଂ କନିଷ୍ଠ ସଦସ୍ୟ ମଧ୍ୟ ଯୋଗ ଦେଇଛନ୍ତି। ସମସ୍ତଙ୍କ ଭିତରେ ଭାଇଚାରା ଭାବ ବଜାୟ ରହୁ। ନିଶ୍ଚିତ ଭାବରେ ସଂଘ ଆଗାମୀ ଦିନରେ ଅନେକ କିଛି ଉଲ୍ଲେଖନୀୟ କାମ କରିବା ପାଇଁ ଯାଉଛି, ଯେଉଁଥିରେ ସମସ୍ତଙ୍କର ସହଯୋଗ ବି ରହିବ ଏବଂ ଏତିକି କହିବି ସମସ୍ତେ ବନ୍ଧୁମାନେ ଗୋଟେ ଭାଇଚାରା ଭାବରେ ବାନ୍ଧି ରହିବୁ। ନିଶ୍ଚିତ ଭାବରେ ସଂଗଠନ ସୁଦୃଢ଼ ହେବ ଏବଂ ଆମେ ଆମର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିପାରିବା। ଆଗାମୀ ଦିନରେ ମଧ୍ୟ ସରକାର ସାମ୍ବାଦିକ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି। ନିଶ୍ଚିତ ଭାବରେ ପେନସନ ବ୍ୟବସ୍ଥା ହେବ, ଯାହାକି ମାନେ ବର୍ତ୍ତମାନ ସୂଚନା ମିଳୁଛି, ମାନେ ହାଇକୋର୍ଟଙ୍କର କାର୍ଯ୍ୟକ୍ରମ ହେଇଛି। ତେଣୁ ନିଶ୍ଚିତ ଭାବରେ ସମସ୍ତେ ସାମ୍ବାଦିକ ବନ୍ଧୁମାନେ ବେନିଫିଟ ଯାହା ପାଇବା କଥା ପାଇବେ। ସମସ୍ତେ ଭାଇଚାରା ଭାବରେ ରହୁ। ଏକତା କଥାକୁ ଆମେ ଯିବାନି, କାହିଁକି ବିଭିନ୍ନ ସଂଗଠନ ଅଛି, ବିଭିନ୍ନ ସଂଗଠନ ବିଭିନ୍ନ ତାଙ୍କର ତରିକାରେ କାର୍ଯ୍ୟ କରୁଛନ୍ତି, ଯୋଉଟାକି ଆମେ ଏକତା କଥା କହିପାରିବା, କିନ୍ତୁ ଭାଇଚାରା ଭାବ ସମସ୍ତେ ରହିବ। ଏହା ସ୍ଥିର ସମସ୍ତେ। ବର୍ତ୍ତମାନ ଆମ ନିକଟରେ ଉପସ୍ଥିତ ଅଛନ୍ତି ଆମର ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ତଥା ଅନୁପମ ଭାରତ ଦୈନିକ ଖବର କାଗଜର ବରିଷ୍ଠ ସାମ୍ବାଦିକ ଶାନ୍ତି ସୁଖାରତ। ବର୍ତ୍ତମାନ ପଚାରି ବୁଝିବା କଣ କହିବେ ଆଜ୍ଞା? ଆଜି ଚାହୁଁ ଚାହୁଁ ସଂଘ 42 ବର୍ଷ ପ୍ରତିଷ୍ଠା ଦିବସ ପାଳନ କରୁଛୁ। ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ 42ତମ ପ୍ରତିଷ୍ଠା ଦିବସ ପାଳନ 1985 ମସିହା ଜୁଲାଇ 4 ତାରିଖରେ ଏହି ସଂଘର ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ମାଧବ ମୋହନ ଦାସ, ଦାସରଥୀ ହୋତା, ବିନାୟକ ମିଶ୍ର ମାନେ ସମସ୍ତେ ପ୍ରଭାକର ଶିରୋମଣି ସବୁ ଟିକେ ବରିଷ୍ଠ ସେଥିରୁ ଆମ ନାହାନ୍ତି। ଆଉ କିଛି ବରିଷ୍ଠ ବି ଆମ ପାଖରେ ମତବ୍ୟସ୍ତ ବି ଅଛନ୍ତି। ତାପରେ 2010 ପରେ ଏହାର କଳେବର ବି ଧୀରେ ଧୀରେ ବଢ଼ି ଚାଲିଛି ଏବଂ ଆଜିକା ଦିନରେ ବର୍ତ୍ତମାନ ଆମର ଯେତେବେଳେ ଗଣିଆ, ବାହାପୁର, କଣ୍ଟିଲୋ, ଖଣ୍ଡପଡ଼ା ଏସବୁ ଆଞ୍ଚଳିକ ସାମଗ୍ରୀ ସଂଘ ଗଠନ ହେଇଥିଲା। ବର୍ତ୍ତମାନ ଗଣିଆ, ବାହାପୁର ଗଣିଆ ନାହିଁ, କଣ୍ଟିଲୋ, ବାହାପୁର ଅଛନ୍ତି। କିନ୍ତୁ ବର୍ତ୍ତମାନ ଆମର ଯେଉଁ ବାହାପୁର ସମାଜ ସେମାନେ ବି ତାଙ୍କର ମଧ୍ୟକୁ ତିଆରି କଲେଣି। ଆମେ ତାଙ୍କୁ ମଧ୍ୟ ଶୁଭେଚ୍ଛା ଦେଉଛୁ ଯେ ଏମିତି ଗଠନ ହଉ। ଗଠନ ହେଇକି ଯେତେ ସାମାଜିକ ସଂଘ ହେଲେ ସାମ୍ବାଦିକ ମାନଙ୍କର ବଳ ବଢ଼ିବ। ତେଣୁ ସେଇଟା ଆମେ ନେଗେଟିଭ ୱେରେ କେବେ ନେବା ନାହିଁ। ବର୍ତ୍ତମାନ ଖଣ୍ଡପଡ଼ାରେ ଯେଉଁ ଭଳିଆ ବର୍ତ୍ତମାନ ଚାରିଆଡ଼େ ମଧ୍ୟ ସେଭଳିଆ ବ୍ୟାପି ଚାଲିଛି ଯେ ସାମ୍ବାଦିକ ମାନେ ନିଜର ମାନେ ରଖୁନାହାନ୍ତି, ଓରିଜିନାଲିଟି ରଖୁନାହାନ୍ତି। ବର୍ତ୍ତମାନ ଶିକ୍ଷାଗତ ଯୋଗ୍ୟତା ନଥାଇ ବହୁତ ସାମ୍ବାଦିକ ବର୍ତ୍ତମାନ ବାହାରିଲେଣି, ଯେଉଁମାନେ ଭାଇଟେ ବି ଲେଖି ପାରୁନାହାନ୍ତି, କିନ୍ତୁ ମୋବାଇଲରେ ଧରିକି ମୁଣ୍ଡରେ ଧରିକି ସେମାନେ ନିଜକୁ ସାମ୍ବାଦିକ ବୋଲେଇକି ଚାନ୍ଦା ଆଦାୟ କରିବା ବ୍ୟସ୍ତ, ଯାହାଫଳରେ ସାମ୍ବାଦିକ ମାନଙ୍କର ଡିଗ୍ନିଟି ନଷ୍ଟ। ତେଣୁ ଆମେ ଚିନ୍ତା କରିବା ଦରକାର ଜଣେ ସାମ୍ବାଦିକ ହିସାବରେ ସଫଳ ବୋଲିକି ନିଜକୁ ପରିଚୟ ଦେଇ ଆମେ ଯେଉଁ ଚାନ୍ଦା ଆଦାୟରେ ବ୍ୟସ୍ତ ରହୁଛୁ, ସେଥିପାଇଁ ନିଜକୁ ଅଧିକ ସେମାନେ ଭାବିବା ସହିତ କୌଣସି ଜିନିଷ ନ କରାଯାଉ ଏବଂ ସମସ୍ତଙ୍କର ସୀମା ସରଳ ଭିତରେ ରହି କାର୍ଯ୍ୟ କଲେ ସାମ୍ବାଦିକ ସଂଘ ନିଶ୍ଚିତ ଭାବରେ ଆମେ ରାଜ୍ୟରେ ହଉ ଦେଶରେ ହଉ ସବୁଠି ଆମେ ନିଶ୍ଚିତ ଭାବରେ ଆମର ନିଜର ରଖିଲେ ସାମ୍ବାଦିକତା ନିଶ୍ଚିତ ଭାବରେ ଭଲରେ ଚାଲିବ ବୋଲି ମୁଁ ଆଶା କରୁଛି। ମୁଁ ଏହି ଅବସରରେ 42ତମ ପ୍ରତିଷ୍ଠା ଦିବସ ଅବସରରେ
ଖଣ୍ଡପଡ଼ାରେ ସମସ୍ତ ସାମାଜିକ ମାନଙ୍କୁ ଖଣ୍ଡପଡ଼ା ଅଞ୍ଚଳର ସମସ୍ତ ସାମାଜିକ ମାନଙ୍କୁ ଶୁଭେଚ୍ଛା ଦେବା ସହିତ ଅଭିନନ୍ଦନ ମଧ୍ୟ ଅଛି ଏବଂ ଏହାର ଅଗ୍ରଗତିକୁ ଏତିକି କାମନା କରି ରହୁଛି। ଆଜିର ଏଇ ଖୁସିର ଅବସରରେ ଆମ ନିକଟରେ ଉପସ୍ଥିତ ଅଛନ୍ତି ଖଣ୍ଡପଡ଼ା ବନ ବିଭାଗର ରେଞ୍ଜର ସାର୍। ଚାଲନ୍ତୁ ପଚାରି ବୁଝିବା ଆଜି ଯେଉଁ 42ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଆଞ୍ଚଳିକ ସାମ୍ବାଦିକ ସଂଘ ଏହି ଅବସରରେ ବୃକ୍ଷରୋପଣ କରାଯାଇଥିଲା। କ'ଣ କହୁଛନ୍ତି ସାର୍, କ'ଣ କହିବେ ଆଜ୍ଞା? ଆଜି ଆମର 77ତମ ବନ ମହୋତ୍ସବ ଉପଲକ୍ଷେ ଦିବସ ଉପଲକ୍ଷେ ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ ଆଜି ତାର 42ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ସେ ଆଜି ତାଙ୍କର ପରିସରରେ ଗୋଟେ ମହତ୍ କାର୍ଯ୍ୟ ଗଛ ଲଗାଇକି ଏହି କାର୍ଯ୍ୟକ୍ରମକୁ ଆଜି ସେମାନେ ଶୁଭାରମ୍ଭ କରିଛନ୍ତି। ତେଣୁ ସେଥିପାଇଁ ବନ ବିଭାଗ ତରଫରୁ ତାଙ୍କୁ ବହୁତ ଧନ୍ୟବାଦ ଦିଆଯାଉଛି ଏବଂ ତାଙ୍କରି ମାଧ୍ୟମରେ ସଚେତନତା କରୁଛି ଯେ ଅଞ୍ଚଳରେ ସମସ୍ତେ ଗଛ ଲଗାନ୍ତୁ, ଜଙ୍ଗଲକୁ ସୁରକ୍ଷିତ କରନ୍ତୁ, ପରିବେଶକୁ ସୁରକ୍ଷା କରନ୍ତୁ ଏବଂ ଆପଣମାନେ ଯେଉଁ ଝଡ଼ଝଞ୍ଜା ଦେଇକି ଆଜି ଏହି ସାମ୍ବାଦିକ ସଂଘକୁ ବଞ୍ଚାଇ ରଖିଛନ୍ତି ଏହି ସଂଘ ମାଧ୍ୟମରେ ଏହି ପରିବେଶ ସୁରକ୍ଷିତ ଯଦି ହେଇପାରିବ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ ସଫଳ ହେଉଛି ବୋଲି